ତିନି ସନ୍ତାନ ପ୍ରସବ କଲେ ମହିଳା। ଗଜପତି ଜିଲ୍ଲା ମୋହନା ବ୍ଲକର କାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଥିବା ବନ୍ଦ୍ରିରୀ ଗାଁର ଜଣେ ମହିଳା ଏକାଥରେ ତିନିଟି ସନ୍ତାନ ପ୍ରସବ କରିଛନ୍ତି। ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ମାଝୀଙ୍କ ରବିବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ଗର୍ଭବତୀ ପୁଲିନାକୁ ବିରିକୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅଟୋରେ ଆସିବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋ ମଧ୍ୟରେ ଜନ୍ମ ଦେଇଥିଲା। ପରେ ବିରିକୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ସମ୍ମୁଖରେ ଅନ୍ୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ବେଡ୍ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା' ଏବଂ ସମସ୍ତ ତିନି ନବଜାତ ଶିଶୁ ସୁସ୍ଥ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।